ବୁଟ ଡାଲି ଆଉ କଖାରୁର ଏକଦମ ନୂଆ ରେସିପି, ଯାହାକୁ ବନେଇଲା ପରେ ଆପଣମାନେ 2 ପଟ ଜାଗାରେ 4 ପଟ ରୁଟି ଆରାମସେ ଖାଇନେବେ। ସମସ୍ତଙ୍କୁ ପସନ୍ଦ ଆସିବ। ବୁଟ ଡାଲି ଆଉ କଖାରୁର ଏହି ସ୍ୱାଦିଷ୍ଟ ରେସିପି ବନେଇବା ପାଇଁ ମୁଁ ଏଠି କିଛି ବୁଟ ଡାଲି ନେଇଛି, ତା ସହିତ ଖଣ୍ଡେ କଖାରୁ। ଟେଷ୍ଟ ବି ସେମିତି ଜବରଦସ୍ତ ଲାଗିବ। ପିଲାରୁ ବଡ଼ ସମସ୍ତଙ୍କୁ ବହୁତ ପସନ୍ଦ ଆସିବ। ସେଇଥିପାଇଁ ପ୍ରଥମେ ବୁଟ ଡାଲିକି ଗୋଟେ କଂସାରେ ଦେଇଦେବା। ଆଉ ପ୍ରଥମେ 2-4 ଥର ଧୋଇକି ଅଳ୍ପ କିଛି ପାଣି ଦେବା ଆଉ ବତୁରିବା ପାଇଁ 2-3 ଘଣ୍ଟା ରଖିନେବା। ବୁଟ ଡାଲି ଆଉ କଖାରୁର ଏ ସ୍ୱାଦିଷ୍ଟ ରେସିପି ବନେଇବା ପାଇଁ ମୁଁ ଏଠି ଖଣ୍ଡେ କଖାରୁ ନେଇଛି। ଟିକେ କଞ୍ଚା କଖାରୁ ଅଛି, ଆପଣମାନଙ୍କ ପାଖରେ ଯଦି ପାଚିଲା କଖାରୁ ଥିବ ନେଇପାରିବେ। କଖାରୁକୁ ପ୍ରଥମେ ମଝିରେ ଯେଉଁ ଆନ୍ତି ଗୁଡ଼ାକ ଥାଏ ତାକୁ ବାହାର କରିନେବା। ତାପରେ ସେଗୁଡ଼ାକୁ ଆମେ ଛୋଟ ଛୋଟ କରି କାଟି ନେବା। ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓ ଦେଖି ସାରିଲା ପରେ ଯଦି ଆପଣମାନଙ୍କୁ ପସନ୍ଦ ଆସେ ପ୍ଲିଜ୍ ଲାଇକ୍ କମେଣ୍ଟ ସେୟାର କରିନେବେ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଆଉ ଯଦି ଫେସବୁକ୍ ପେଜରେ ଦେଖୁଛନ୍ତି ପ୍ଲିଜ୍ ଫେସବୁକ୍ ପେଜକୁ ମଧ୍ୟ ଫଲୋ କରିନେବେ। ଏଇଠି ମୁଁ ସବୁ କଖାରୁକୁ କାଟି ନେଇଛି। ତାପରେ ସବୁ କଖାରୁକୁ ଆମେ ଧୋଇ ଆଣିବା। ଟିକେ ମିଠା କଖାରୁ ନେବେ, ଖାଇବାକୁ ବହୁତ ବଢ଼ିଆ ଲାଗିବ। ଆପଣମାନେ ଏଇଠି ପରିବାର ପରିମାଣକୁ ଅଧିକ କିମ୍ବା କମ୍ କରିକି ବନେଇ ପାରିବେ। ମୁଁ ଏଠି 300 ଗ୍ରାମ ପାଖାପାଖି କଖାରୁ ନେଇଛି। ତାକୁ ଛୋଟ ଛୋଟ କରି କାଟି ସାରିଲା ପରେ ପ୍ରଥମେ 2-3 ଥର ଧୋଇ ଆଣିବା। ଏଇଠି ଯେଉଁ ଆମେ ବୁଟ ଡାଲିକି ବତୁରେଇକି ରଖିଥିଲେ 2-3 ଘଣ୍ଟା, ସେ ବଢ଼ିଆ ସେ ବତୁରି ଯାଇଛି। ଆଧିରେ ଆଉ ଅଳ୍ପ କିଛି ପାଣି ଦେବା, ଲୁଣ ହଳଦୀ ଦେବାନି, ଆଉ ଏମିତି ଆକୁ ସିଝିବାକୁ ଛାଡ଼ିବା। ଆପଣମାନେ ଚାହିଁଲେ ଆକୁ ପ୍ରେସର କୁକରରେ ବୁଟ ଡାଲି ଭିଜିବା ପର୍ଯ୍ୟନ୍ତ ଅଳ୍ପ ପାଣି ଦେଇକିରି ଗୋଟେ ସିଟି ହାଇ ଫ୍ଲେମ୍ରେ ଦେଇକି ସିଝେଇ ପାରିବେ। ବୁଟ ଡାଲିକି ସେପଟେ ମୁଁ ସିଝେଇ ନେଇଛି। ଏଠି ଗୋଟେ କଡ଼େଇ ବସେଇଛି। କଡ଼େଇ ଗରମ ହେଲା ପରେ 1 ଚାମଚ ଦେଇଦେବା, ବଡ଼ ଚାମଚ ସୋରିଷ ତେଲ। ତେଲ ଗରମ ହେଲା ପରେ ଆଗରୁ କାଟିକି ଧୋଇ ରଖିଥିବା କଖାରୁକୁ ଆଡ଼୍ କରିନେବା ଆଉ କଖାରୁକୁ ଭାଜି ନେବା। ଏଇଠି ମୁଁ କଖାରୁକୁ 80% ସିଝିବା ପର୍ଯ୍ୟନ୍ତ ଭାଜି ନେଉଛି। ଏଇଠି ଲୁଣ ହଳଦୀ ଦେବାନି। ନର୍ମାଲି ଆମେ କଖାରୁକୁ କେବଳ ଘୋଡ଼େଇକି ଗ୍ୟାସର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ରଖିକି ଭାଜି ନେବା। ସେପଟେ କଖାରୁକୁ ଭାଜିବା ଭିତରେ ମୁଁ ଆପଣମାନଙ୍କୁ ଏପଟେ ଦେଖାଉଛି, ଦେଖନ୍ତୁ। ବୁଟ ଡାଲିକି ଆମେ ଯେଉଁ ପାଣି ଦେଇକି ସିଝେଇଥିଲେ ପୁରା ସିଝି ଯାଇଛି, ପାଣି ପୁରା ଶୁଖିଯାଇଛି। କିନ୍ତୁ ବୁଟ ଡାଲି ପୁରା ଗୋଟା ଗୋଟା ଅଛି, କିନ୍ତୁ ପୁରା ପରଫେକ୍ଟ ସିଝିଛି। ଏମିତି ସିଝିଲେ ବୁଟ ଡାଲି କଖାରୁର ଏହି ସ୍ୱାଦିଷ୍ଟ ରେସିପି ସମସ୍ତଙ୍କୁ ପସନ୍ଦ ଆସିବ। ଏଇପଟେ ଦେଖନ୍ତୁ, ଏପଟେ ଆମର କଖାରୁ ପୁରା ବଢ଼ିଆ ସେ ଭାଜି ହେଇଗଲାଣି। 80% ପାଖାପାଖି ପୁରା କଖାରୁ ଭାଜି ହେଇଯାଇଛି, କଲର୍ ଚେଞ୍ଜ ହେଇଯାଇଛି। ଏବେ ଆମେ କଖାରୁକୁ ଗୋଟେ ପ୍ଲେଟକୁ କାଢ଼ି ନେବା। ଏଇଠି କଖାରୁ ମୁଁ କାଢ଼ି ଆଣିଛି। ସେଇ କଡ଼େଇରେ ଆଉ 1 ବଡ଼ ଚାମଚ ସୋରିଷ ତେଲକୁ ଦେବା। ତେଲକୁ ଗରମ ହେବା ପାଇଁ ଛାଡ଼ିବା। ତେଲ ଗରମ ହେବା ପରେ ଏଠି କିଛି ଗୋଟା ମସଲା ନେଇଛି, ତାକୁ ଆଡ଼୍ କରିନେବା। ଏଇଠି ମୁଁ ପିଆଜ 1 ଫାଳ ନେଇଛି, ଅଧିକ ମୁଁ ପିଆଜ ନେଇନି। 1 ଫାଳ 8ରୁ 10 କୋଲା ରସୁଣ ଚୋପା ବାହାର କରିନି, କିନ୍ତୁ ଧୋଇ ଆଣିଛି। ତାକୁ ଦେବା। 1/2 ଇଞ୍ଚର ଅଦାକୁ ଏମିତି ଛୋଟ ଛୋଟ କରି କାଟି ନେଇଛି, ତାକୁ ଆଡ଼୍ କରିନେବା। ତା ସହିତ 1 ଟମାଟୋ। ଏଇଠି 1 ଟମାଟୋକୁ ଏମିତି ଛୋଟ ଛୋଟ କରି କାଟି ନେଇଛି। ତା ସହିତ ଅଧ ଛୋଟ ଚାମଚରୁ ଟିକେ କମ୍ ଦେବା ଗୋଟା ଧନିଆ। ଏଥର ଆଉ କିଛି ଅଲଗା ମସଲା ଆଡ଼ୁ ସାଡ଼ୁ ଦେବାନି। ଅଧ ଛୋଟ ଚାମଚ ଗୋଟା ଜିରାକୁ ଦେବା। ଅଳ୍ପ ପାଣି ଦେଇକି ପୁରା ଚିକଣ କରି ବାଟି ଆଣିବା। ଏଇଠି ଗ୍ୟାସର ଫ୍ଲେମ୍କୁ ଲୋ ରଖିକିରି ଆମେ ଦେଇଦେବା ବାଟିକି ରଖିଥିବା ମସଲାକୁ। ତା ଦେହରେ ମିକ୍ସି ଜାରକୁ ଧୋଇକି ଅଳ୍ପ ପାଣି ଦେବା। ମସଲାକୁ ଗୋଳେଇକି କଣ୍ଟିନ୍ୟୁଅସଲି 5-10 ମିନିଟ୍ କଷିବା, ଯେ ପର୍ଯ୍ୟନ୍ତ ଆମର ମସଲାରୁ ତେଲ ସେପାରେଟ୍ ନ ହେଇଛି। ଏଇଠି ମସଲା ବଢ଼ିଆ ସେ କଷି ହେଇଯାଇଛି। ମସଲାରୁ ତେଲ ଛାଡ଼ିବା ଆରମ୍ଭ ହେଇଗଲାଣି। ଆଉ କଞ୍ଚା ସ୍ମେଲ୍ ମଧ୍ୟ ମସଲାର ପଳାଇ ଯାଇଛି। ଏଇଠି ଅଳ୍ପ ପାଣି ଦେବା, ଯେଉଁଥିପାଇଁ କି ଅଲଗା କିଛି ଗୁଣ୍ଡ ମସଲା ଆଡ଼୍ କରିବା। ଏବେ ମୁଁ ଗ୍ୟାସର ଫ୍ଲେମ୍କୁ ଲୋ ରଖିକିରି ମସଲାକୁ କଷି ନେଉଛି। ପାଣି ଦେଇକି ଟିକେ ଗୋଳେଇ ନେବା। ତାପରେ ଆମେ ସବୁ ପ୍ରକାର ଗୁଣ୍ଡ ମସଲା ପକାଇବା। ଏଇଠି ଅଧ ଛୋଟ ଚାମଚରୁ ଟିକେ ଅଧିକ କରି ପାଉଡ଼ର, ରାଗ ଯେତିକି ଖାଇବାକୁ ପସନ୍ଦ କରିବେ ସେହି ହିସାବରେ ରାଗ ଲଙ୍କା ଗୁଣ୍ଡ, 1 ଚାମଚ କଲର୍ ପାଇଁ କାଶ୍ମୀର ଲଙ୍କା ଗୁଣ୍ଡ, ଅଧ ଛୋଟ ଚାମଚ ହଳଦୀ ଗୁଣ୍ଡ, ଆଉ ମୁଁ 2 ଟଙ୍କିଆ ଗରମ ମସଲା ଥିଲା ଅଳ୍ପ ପକାଇଥିଲି, ଆଉ ଅଳ୍ପ ଅଛି ସେଥିରେ ପକାଇ ନେବା। ଅଳ୍ପ କିଛି କସ୍ତୁରୀ ମେଥିକି ଏମିତି ପକାଇ ନେବା। ଆଉ ଗ୍ୟାସର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ରଖି ମସଲାକୁ କଷି ନେବା। ଏଇଠି ମସଲା ଆମର ବଢ଼ିଆ ସେ କଷି ହେଇଗଲାଣି। ଅଳ୍ପ ଅଳ୍ପ ପାଣି ଦେଇକି ମସଲାକୁ ଘୋଡ଼େଇକି 5ରୁ 10 ମିନିଟ୍ ବଢ଼ିଆ ସେ କଷି ନେବା, ଯେଉଁଥିପାଇଁ କି ଆମର କଖାରୁ ଆଉ ବୁଟ ଡାଲିର ଏହି ସ୍ୱାଦିଷ୍ଟ ରେସିପି ସମସ୍ତଙ୍କୁ ପସନ୍ଦ ଆସିବ। ଏଇଠି ମୁଁ ଗ୍ୟାସର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ରଖି ମସଲାକୁ ଘୋଡ଼େଇ କଷି ନେଇଛି। ମସଲାରୁ ତେଲ ଛାଡ଼ିବା ଆରମ୍ଭ ହେଲାଣି। ଆଉ ବଢ଼ିଆ ଲାଗୁଛି କଲର୍ ଦେଖିବା ପାଇଁ। ଆପଣମାନେ ଏଇଠି ଦେଖିକିରି ଗେସ୍ କରନ୍ତୁ। এই ଷ୍ଟେଜରେ ଆମେ ଆଗରୁ ପୁରା ବତୁରେଇକି ରଖିଥିବା ବୁଟ ଡାଲିକି ଆଡ଼୍ କରିନେବା। ଏଠି ମୁଁ ବୁଟ ଡାଲିକି ଦେଇଦେଇଛି। ତାପରେ ଆମେ ଗୋଳେଇବା ମସଲା ସହିତ 1-2 ମିନିଟ୍ ଭଲସେ କଷି ନେବା। ଯେଇଠି ଯଦି ଆପଣମାନଙ୍କୁ ପାଣି ଟିକେ କମ୍ ଲାଗୁଛି, ମୁଁ ଅଳ୍ପ ପାଣି ଦେଇକିରି ମସଲାକୁ କଷି ନେଇଛି।
ଯେକୌଣସି ମସଲା ତରକାରୀ ବନେଇବେ ଗରମ ପାଣି କରିକି ରଖିଥିବେ, ଅଳ୍ପ ଅଳ୍ପ ପାଣି ଦେଇକି ମସଲାକୁ କଷିବେ। ତରକାରୀର କଲର୍ ବହୁତ ବଢ଼ିଆ ରହିବ ଆଉ ଟେଷ୍ଟ ବହୁତ ବଢ଼ିଆ ଲାଗିବ। ଏଠି ବୁଟ ଡାଲିକି ଦେଇକି ମସଲା ସହିତ 1-2 ମିନିଟ୍ କଷି ନେବା। ଏଠି ବୁଟ ଡାଲି ସହିତ ମସଲାକୁ ବଢ଼ିଆ ସେ କଷି ସାରିଲାଣି। ବହୁତ ବଢ଼ିଆ ଲାଗୁଛି କଲର୍ ଦେଖିବା ପାଇଁ, ଆଉ ବାସ୍ନା ବି ବହୁତ ବଢ଼ିଆ ଆସୁଥିଲା। ଆପଣମାନେ ଯଦି ଥରେ ଏମିତି ବନେଇବେ ସମସ୍ତଙ୍କୁ ବହୁତ ପସନ୍ଦ ଆସିବ। ଏଠି ମସଲା ବଢ଼ିଆ ସେ କଷି ହେଇଗଲାଣି, ଆଉ ଅଧିକ କଷିବାନି, ଯେଉଁଥିପାଇଁ କି ଆମ ତରକାରୀ ବହୁତ କମ୍ ସମୟରେ ବନିକି ରେଡ଼ି ହେବ। ବୁଟ ଡାଲି ଆମର ଅଲରେଡ଼ି ସିଝି ଯାଇଥିଲା। ଏଠି ତା ସହିତ ଆମର କଖାରୁ ବି ବହୁତ ବଢ଼ିଆ ଭାବରେ ଭାଜି ହେଇଯାଇଥିଲା। ଏଇଠି ବୁଟ ଡାଲି ସହିତ କଖାରୁକୁ ଗୋଳେଇ ନେବା ଆଉ 1 ମିନିଟ୍ କଷି ନେବା। ଏଇଠି ଆମର ବୁଟ ଡାଲି ସହିତ କଖାରୁ ମସଲା ବଢ଼ିଆ ସେ କଷି ହେଇଗଲାଣି। ଏଥିରେ ଆମେ ଗରମ ପାଣିକି ଆଡ଼୍ କରିବା। ଯେକୌଣସି ମସଲା କଷା ତରକାରୀ ବନାନ୍ତୁ, ଯଦି ଗରମ ପାଣି ଆଡ଼୍ କରିବେ ତରକାରୀ ଟେଷ୍ଟ ବହୁତ ବଢ଼ିଆ ରହିବ ଆଉ କଲର୍ଟା ସେମିତି ମେଣ୍ଟେନ୍ ରହିବ। ଏଇଠି ମୁଁ ଗରମ ପାଣିକି ଆଡ଼୍ କରିନେଇଛି। ସବୁ ପରିବା ସହିତ ମସଲାକୁ ଗୋଳେଇ ନେବା ଆଉ 1-2 ମିନିଟ୍ ହାଇ ଫ୍ଲେମ୍ରେ ଫୁଟିବା ପାଇଁ ଛାଡ଼ିବା। ଯେହେତୁ ଆମର ଅଲରେଡ଼ି କଖାରୁ ସହିତ ବୁଟ ବଢ଼ିଆ ସେ ସିଝି ଯାଇଛି, ତା ସହିତ ମସଲା ବି ବଢ଼ିଆ ସେ କଷି ହେଇଯାଇଥିଲା। ଏହି ତରକାରୀଟା ଟିକେ ଲଟପଟିଆ ହେଲେ ଖାଇବାକୁ ବହୁତ ବଢ଼ିଆ ଲାଗେ। ଯଦି ଆପଣମାନେ ଭାତ ସହିତ ଖାଇବେ, ଝୋଳ ରଖିବାକୁ ଚାହୁଁଥିବେ, ତାହେଲେ ଅଧିକ କରି ଟିକେ ଗରମ ପାଣିକି ଆଡ଼୍ କରିବେ। ଯେହେତୁ ମୁଁ ରୁଟି ସହିତ ଖାଇବା ପାଇଁ ବନେଇଛି, ସେଥିପାଇଁ ଟିକେ ଝୋଳ ବା ଗ୍ରେଭିଟା ଟିକେ ବହଳିଆ ରଖିବେ। ଏଇଠି ଘୋଡ଼େଇକି 5 ମିନିଟ୍ ପରେ ଲିଡ୍ ଖୋଲିକି ଦେଖଉଛି। ତରକାରୀ ବଢ଼ିଆ ସେ ଦିଶୁଛି, ବଢ଼ିଆ ବାସ୍ନା ଆସୁଥିଲା। ଗ୍ୟାସ୍ର ଫ୍ଲେମ୍କୁ ବନ୍ଦ କରିନେବା। ଏଇଠି ଆମର ସୁପର ଟେଷ୍ଟି ବୁଟ ଡାଲି ଆଉ କଖାରୁ ସ୍ୱାଦିଷ୍ଟ ତରକାରୀ ବନିକି ରେଡ଼ି। ଆପଣମାନେ ଥରେ ଏହି ପ୍ରୋସେସ୍ରେ ବନାନ୍ତୁ। ଆଜିର ରେସିପି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ସେକ୍ସନରେ ସିଓର ଜଣାଇବେ। ପୁଣି ଆସିବି ଗୋଟେ ନୂଆ ରେସିପି ସହିତ। ସେ ପର୍ଯ୍ୟନ୍ତ ରହୁଛି। ନମସ୍କାର, ବାଏ, ଜୟ ଜଗନ୍ନାଥ।